ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ NH5 ରାସ୍ତା। ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥର ନୀଳାଚଳ ନିକଟରେ ଘଟିଛି ଘଟଣା। ପ୍ରବଳ ବର୍ଷା ପରେ ଧସିଗଲା ନିର୍ମାଣାଧୀନ ରାସ୍ତାର ଏକ ବଡ଼ ଅଂଶ। ଆଉ ରାସ୍ତା ଧସିବା ସହ ତଳକୁ ଖସି ପଡ଼ିଲା 3ଟି ଟ୍ରକ୍। ସବୁଠାରୁ ବଡ଼ କଥା ହେଉଛି ରାସ୍ତା ନିର୍ମାଣ କାମ ଏଯାଏଁ ଶେଷ ହୋଇନାହିଁ। ତଥାପି ବର୍ଷା ପରେ ରାସ୍ତା ଏଭଳି ଭୁଶୁଡ଼ି ପଡ଼ିବାକୁ ନେଇ ନିର୍ମାଣ କାମର ଗୁଣବତ୍ତା ଉପରେ ଉଠିଛି ବଡ଼ ପ୍ରଶ୍ନ। ଏଠାରେ ରାସ୍ତା ନିର୍ମାଣ କାମ ARSS ଠିକା ସଂସ୍ଥା କରୁଥିବା ସୂଚନା ମିଳିଛି। ଏବେ ପ୍ରଶ୍ନ ଉଠୁଛି, ନିର୍ମାଣ କାମ ଶେଷ ହେବା ପୂର୍ବରୁ ବର୍ଷାରେ ରାସ୍ତା ଏଭଳି ଧସିଲା କାହିଁକି? ନିର୍ମାଣ କାମର ଗୁଣବତ୍ତା ଯାଞ୍ଚ କରୁଥିଲା କିଏ? ରାସ୍ତାର ସୁରକ୍ଷା ଓ ମାନଦଣ୍ଡ ଠିକ୍ ଭାବେ ପାଳନ ହୋଇଥିଲା କି? ଆଉ ଚିନ୍ତାର ବିଷୟ ହେଉଛି, ଯଦି ଏହି ସମୟରେ ଗୋଟିଏ ଯାତ୍ରୀବାହୀ ବସ୍ ଏହି ରାସ୍ତା ଦେଇ ଯାଇଥାନ୍ତା ତେବେ କ'ଣ ହୋଇଥାନ୍ତା? ଆଜି 3ଟି ଟ୍ରକ୍ ତଳକୁ ଖସିଛି। ଭାଗ୍ୟ ଭଲ ଥିବାରୁ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥାଇପାରେ। କିନ୍ତୁ ଏହି ଘଟଣା ରାସ୍ତା ନିର୍ମାଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ନିଶ୍ଚିତ ଭାବେ ଗମ୍ଭୀର ପ୍ରଶ୍ନ ଠିଆ କରିଛି। ଜଗତସିଂହପୁରରୁ ସଂଗ୍ରାମ କେଶରୀ ବେହେରାଙ୍କ ରିପୋର୍ଟ, ବିଚିତ୍ର ଦୁନିଆ।